अंजलि तू अंजलि अरे तू मो ना केमिति जानिछु ये अंजलि तू कौन मत चिन्ह पारुनो अरे ए देख मो तो भाई जयंत अरे अंजलि तू मत टिके चिन्हवा को चेष्टा कर भाई मत टिके चिन्हवा को चेष्टा कर मो भाई जयंत अरे मते दुनिया रे समस्ते कोन पागल बने जे जाऊची जा कहि दउची पुणे तू कहूछु तू मो भाई जयंत अरे भाई आ तू जदी कहि देबो मु कोन तो कथा को विश्वास करि देबी अरे मो भाई जयंत अरे से कोन तो भालिया ना मो भाई जयंत अरे से केते सरल आ तू होछु जने आतंक तू होछु जने क्रिमिनल अरे मो भाई कोन तो भालिया हेबो ना अरे मु सब जाने एई मो अलंकार नेबा पाए एईटा तोर गोटे नुआ बहाना ना अरे भाई आ ठीक अछि अरे तते जदि मो अलंकार दरकार मो सब अलंकार तते देई देबी अरे भाई हेले मो तो आगर हाथ जोड़ी निहुरा अछि दया करी हम दी जण को एठार जीवा को दे दया करी हम दी जण को एठार जीवा को दे अरे भाई ए अंजलि तू कौन सतर मत चिन्ह पारुनो अरे तो भाई जयंत तू कौन चिन्ह पारिनो दुई देह देख अंजलि तो भाई जयंत को देख हमें तो भोड़ी भाई तुम खरा मुत छाई अलगा हबानी के भाई तुम पाई तो पाई तुम पाई तो पाई एमिति भाई जगत नहीं एमिति भाई जगत नहीं एमिति भाई जगत नहीं एमिति भाई जगत नहीं भाई अंजलि तू सतरे बंची छु भाई और अंजलि वो सतर बंची हे भगवान तमे हम भाई भौणी करे की परीक्षा नउछ अरे भाई अंजलि ताते मु ना चिनी केते सब कथा कहि देई छी अंजलि हेलो भाई तू कौन तो भौणी को क्षमा करे बोने भाई ए अंजलि भाई तू कौन मत क्षमा मागुଛୁ अरे दुनिया होची गोटाई काच घर हाँ भाई जो पटे देखिबो तो प्रति छवि दिसिबो हेले अंजलि तू ताकू छुईबाकू चेष्टा करिबुनी रे भौणी कहीं ना से काच भाभी तो हाथ को रक्ताक्त करदब अरे अंजलि से दिन
ସେଦିନ ସେନାପତି କାଳୀ ଶଙ୍କର ଆଉ ମୋ ମା ଆଉ ଫେରୁ ମହାନ୍ତି ମିଶି ଗୋଟେ ଚକ୍ରାନ୍ତ କରିଥିଲେ। ହେଲେ ଅଞ୍ଜଳି ସେମାନେ ମୋତେ ମାରିବା ପାଇଁ ବସିଥିଲେ ରେ ଅଞ୍ଜଳି, କିନ୍ତୁ ନିହତିର ଅନ୍ନ ଇଚ୍ଛା ତେଣୁ ମୁଁ ପୁନର୍ବାର ଜୀବନ ଫେରି ପାଇଛି ରେ ଭଉଣୀ, ପୁନର୍ବାର ଜୀବନ ଫେରି ପାଇଛି। ମୁଁ ସବୁ ଜାଣିଛି ରେ ଭାଇ, ହେଲେ ତୁ ସିନା ନିଜ ଜୀବନ ପାଇଯାଇଛୁ। ଆରେ ଭଉଣୀ, ହେଲେ ମତେ ଲାଗୁଛି ମୁଁ ଆଉ ବଞ୍ଚିବିନି ରେ ଭାଇ। ଅଞ୍ଜଳି, ମୁଁ ଆଉ ବଞ୍ଚିବିନି। ଅଞ୍ଜଳି, ଜାଣିଛୁ ଭାଇ, ଏ ହଉଛନ୍ତି ଅଭୟ, ଯାହାକୁ ମୋ ଜୀବନଠୁ ବି ବେଶୀ ଭଲ ପାଏ। ଆଉ ତାଙ୍କୁ ବନଦେବୀ ଅଭିଶାପ ଦେଇଛନ୍ତି, ସେ ଆଉ 7 ଦିନ ମଧ୍ୟରେ ଏ ଦୁନିଆରେ ନଥିବେ ଭାଇ। ନାଇଁ ଅଞ୍ଜଳି, ନାଇଁ। ହେଲେ ଭାଇ, ଆରେ ତୁ ଏମିତି କାହିଁକି କହୁଛୁ? ସେ ଅଭିଶାପରୁ କ'ଣ କୌଣସି ଉପାୟ ନାହିଁ? ଅଛି ରେ ଭାଇ, ସେ ଅଭିଶାପର ଉପାୟ ଅଛି। ହେଲେ ଭାଇ, ସେ ଉପାୟଟା ଭାରି କଷ୍ଟକର। ଯେତେ କଷ୍ଟ ହଉନା କାହିଁକି, ତୋ ଖୁସି ପାଇଁ ମୁଁ ସବୁ କିଛି କରିପାରିବି। ତୋ ଖୁସି ପାଇଁ ମୋ ଜୀବନ ପଛେ ଚାଲି ଯାଉ, ମୁଁ ତୋ ଖୁସି ପାଇଁ ନିଶ୍ଚୟ ନିଶ୍ଚୟ କରି ଆଣିବି ରେ ଭଉଣୀ। ହେଲେ ସେ ଉପାୟଟା ତୁ ଶୀଘ୍ର କହ। ଶୁଣିବୁ ଭାଇ? ହରେ ଅଞ୍ଜଳି, ମତେ ଶୀଘ୍ର କହ ସେ ଉପାୟଟା। ତାହେଲେ ଶୁଣ, ଠିକ ଅଛି। ଦେବୀ ମାଙ୍କ ଉପାୟ ଅନୁସାରେ ଯିଏ ଯଦି ସେ କାରୁଣ୍ଡପୁରକୁ ଯାଏ ସେଠାରୁ ଅଷ୍ଟରତ୍ନ ମଣି ନେଇ ଆଣିକି ଅଭୟଙ୍କ ହାତରେ ଧରେଇ ଦେବ, ତାହେଲେ ଅଭୟ ବଞ୍ଚିଯିବ ଭାଇ। ଆଉ ଯଦି ସେ କାରୁଣ୍ଡପୁରକୁ ଯାଇ ଅଷ୍ଟରତ୍ନ ମଣି ନ ଆଣି ପାରିଲେ ଆଉ 7 ଦିନ ମଧ୍ୟରେ ଅଭୟ ଦୁନିଆ ଛାଡ଼ି ଚାଲି ଯିବେ ଭାଇ। ନାଇଁ, ତୁ ଏମିତି କହନି। ଆରେ ଯେତେ କଷ୍ଟ ହଉନା କାହିଁକି, ମୁଁ ସେ କାରୁଣ୍ଡପୁରୀକୁ ଯାଇ ତୋ ପାଇଁ ମୁଁ ସେ ଅଷ୍ଟରତ୍ନ ମଣି ନେଇ ଆଣିବି। ହରେ ଭଉଣୀ, ମୋ ଅଷ୍ଟରତ୍ନ ମଣି ତୋ ପାଇଁ ମୁଁ ନେଇକି ଆସିବି। ହେଲେ ଆଉ ଡେରି ନ କରି ଚାଲେ ଭଉଣୀ, ଏଥର ମୋ ବସ୍ତିକୁ ଚାଲ, ମୋ ବସ୍ତିରେ ରହିବୁ। ହଁ ଭାଇ, ମୁଁ ଜାଣେ ରେ ଭାଇ, ମୋ ଜୀବନ ବଞ୍ଚେଇବା ପାଇଁ ତୁ କିଛି ବି କରିପାରୁ। ହଁ ଭାଇ, ମୋ ଜୀବନ ବଞ୍ଚେଇବା ପାଇଁ ତୁ ନିଜ ଜୀବନ ବି ଦେଇପାରୁ। ଆରେ ଭାଇ, ଆରେ ତୁ ପରା କହୁଥିଲୁ ମୁଁ ଯଦି ଖରା ହେବି ତାହେଲେ ତୁ ମୋ ଛାଇ। ହରେ ଭଉଣୀ, ଆରେ ଭାଇ, ମୁଁ ଜାଣେ ରେ ଭାଇ, ତୁମ ପାଇଁ କିଛି ବି କରିପାରୁ। ହରେ ଭଉଣୀ। ଆଉ ଜାଣିଛୁ ଭାଇ, ଅଞ୍ଜଳି, ମୁଁ ସେ ସମୟରେ ମଧ୍ୟ କହୁଥିଲି, ଆଉ ଏବେ ମଧ୍ୟ କହିବି ଭାଇ, ହେ ଅଞ୍ଜଳି, ତୋ ପରି ଭାଇ ନା ଏ ଜଗତରେ ନାହିଁ। ହଁ ଭାଇ, ତୋ ପରି ଭାଇ ନା ଏ ଜଗତରେ ନାହିଁ। ଅଞ୍ଜଳି, ଏମିତି ଭାଇ ଜଗତେ ନାହିଁ, 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 ଏମିତି ଭାଇ ଜଗତେ ନାହିଁ। ତୁ ମୋ ପାଇଁ, ମୁଁ ତୋ ପାଇଁ।
जगते नहीं